ପରସ୍ପରକୁ ସାକ୍ଷାତ କରିବା ପାଇଁ ମୁଖାମୁଖି ଦେଖିବା ପାଇଁ ଅନୁଗ୍ରହ ଦେଇଛନ୍ତି। ଭଗବାନଙ୍କୁ ପ୍ରତିପାଳନର ଅଭାବ କରିନାହାନ୍ତି। ଆମେ ଦେଖୁ ଯେ ଆଜିର ଗୀତରେ ଆମେ ଯାହା ଦେଖୁ ପ୍ରଭୁ ମୋର ପ୍ରତିପାଳକ ନେଇ ମତେ ନିଅନ୍ତି କଢାଇ ନିଅନ୍ତି। ତାର ଅର୍ଥ ମେଷଟା କୁଆଡ ଭିତରେ ଅଛି ତାକୁ ବାହାର କରି ନେଇଯାଆନ୍ତି। ଆଉ ଶେଷରେ ଲେଖା ଅଛି ସଦାପ୍ରଭୁ ଗୃହକୁ ଫେରିବା ପର୍ଯ୍ୟନ୍ତ ସେ ଯତ୍ନ ନିଅନ୍ତି, ମାନେ ପୂର୍ଣ୍ଣ ସୁରକ୍ଷା, ପୂର୍ଣ୍ଣ ପ୍ରତିପାଳନ। ମାନେ ଗତ ବର୍ଷରେ ଆମ ଜୀବନ ଏସବୁ ଆଶିଷ ପାଇଛୁ। ପ୍ରଭୁ କି ପ୍ରକାର ପଢାଇଲେ ସବୁ ଅବସ୍ଥାରେ ସେ ସମ୍ଭାଳିଛନ୍ତି। ନିଶ୍ଚୟ 365 ଦିନ ଭିତରେ କିଛି ଅସୁସ୍ଥତା ଆସିଥିଲା, ସୁସ୍ଥତା ଦେଇଛନ୍ତି। ପାପ ଆସିଥିଲା, ଆମକୁ ଧର୍ମ ପଥରେ କଢାଇ ନେଇଛନ୍ତି। ମୃତ୍ୟୁର ସମ୍ମୁଖୀନ ହେଇଥିଲୁ, କେତେ ଆକ୍ସିଡେଣ୍ଟାଲ ବିଷୟ ଗୁଡା ଥିଲା, ପ୍ରଭୁ ଆମେ କଣ କରିଛନ୍ତି, ରକ୍ଷା କରିଛନ୍ତି। ତେଣୁ ଆମେ ଆଜି ସମସ୍ତେ ଏକତ୍ରିତ ହେଇଛୁ, ତାର କୃତଜ୍ଞତା ହୃଦୟରେ ତାକୁ ଧନ୍ୟବାଦ ଦଉଛୁ। ଆଉ ଧନ୍ୟବାଦ ବି ଦଉଛୁ ଆଜି ପ୍ରଭୁ ଧନ୍ୟବାଦ ଦେବା ଯେ ଫିଲିପିୟ ପୁସ୍ତକ ଶେଷ କରିବା ପାଇଁ ସାହାଯ୍ୟ କରିଛନ୍ତି। ଆଜି ଆମେ ଶେଷ ଅଂଶ ଦେଖିବା, ଫିଲିପିୟ ପୁସ୍ତକର ଶେଷ ଅଂଶ 21ରୁ 23। ଅନେକ ସମୟରେ ଆମେ ଚିନ୍ତା କରୁ 20 ପଦ ପଢିଲେ କଣ ଲେଖା ହେଇଛି ଶେଷରେ, ଆମେନ୍ ଲେଖା ହେଇଛି। ଆମେନ୍ ଆମେନ୍ ମାନେ ଶେଷ ହେଇଗଲା ଆମେ ଭାବୁ, କିନ୍ତୁ ଏଠି ପାଉଲ ସେଠି ଆମେନ୍ କଲା ପରେ 21, 22, 23 ବି ଲେଖୁଛନ୍ତି। ତେଣୁ ଆମେ ଆଜି ଶେଷ ଅଂଶ ଦେଖିବା। ପାଉଲ ଏପରି ଜଣେ ଲେଖକ ଯେ କି ପ୍ରଥମରେ ମଧ୍ୟ ଅଭିବାଦନ, ସମ୍ଭାଷଣ ବା ସମ୍ବୋଧନ କରନ୍ତି, ଆଉ ଶେଷରେ ବି କରନ୍ତି। ମାନେ ଶେଷ ଅଂଶ ଦେଖିବା ଆଜି, ମାନେ ଏପରି ବି ଚିନ୍ତା କରିବା ଯେ କାହ୍ନା ନନ୍ଦଙ୍କ ବିବାହରେ ଶେଷରେ ଭଲ ବିଷୟ ଥାଏ। ତେଣୁ ଭାବୁଛୁ ଆଜି ଭଲ ବିଷୟ ଅଛି, ଥରେ ପଢିକି ଦେଖ କିଛି ଭଲ ବିଷୟ ଅଛି କି। ଠିକ ରହିଲେ 21, 22, 23 ପଢନ୍ତୁ, କେହି ଜଣେ କୁହନ୍ତୁ। ଖ୍ରୀଷ୍ଟ ଯୀଶୁଙ୍କ ନାମରେ ପ୍ରତ୍ୟେକ ସାଧୁଙ୍କୁ ନମସ୍କାର ଜଣାଅ। ମୋହର ସଙ୍ଗୀ ଭାତୃଗଣ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି। ସାଧୁମାନେ ସମସ୍ତେ, ବିଶେଷରେ ଯେଉଁମାନେ କାଇସରଙ୍କ ପ୍ରାସାଦରେ ଅଛନ୍ତି, ସେମାନେ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହ ତୁମ୍ଭଙ୍କର ଆତ୍ମାର ସହବର୍ତ୍ତୀ ହେଉ। ଜଣା ପଡୁଛି କିଛି ଥିଲା ଜଣା ପଡୁଛି। ମାନେ ଦେଖିବା, ଦେଖନ୍ତୁ 21ର ପ୍ରଥମ ଭାଗ ଲେଖା ହେଇଛି ଜଣା। କଣ ଲେଖା ହେଇଛି? ଜଣା। ଦ୍ୱିତୀୟ ଭାଗ ଲେଖା ହଉଛି ଜଣାଉ ଅଛନ୍ତି। 22ର ଶେଷରେ ଜଣାଉ ଅଛନ୍ତି। ଜଣା ଆଉ ଜଣାଉ ଅଛନ୍ତି ଅର୍ଥ କଣ? ତୁମେ ଯଦି ଜଣାଇବ, ଅନ୍ୟମାନେ ତୁମକୁ ଜଣାନ୍ତି। ତମେ ଯଦି ଜଣାଇବ, ଅନ୍ୟମାନେ ତୁମକୁ ଜଣାଇବେ ନାହିଁ। ଏଠି ଆମେ ବହୁତ ସୁନ୍ଦର ବିଷୟ ଦେଖୁ। 21 ପଦ ସମସ୍ତେ ଦେଖନ୍ତୁ। ଖ୍ରୀଷ୍ଟ ଯୀଶୁଙ୍କ ନାମରେ ପ୍ରତ୍ୟେକ ସାଧୁଙ୍କୁ ନମସ୍କାର ଜଣାଅ। ନମସ୍କାର ଯୀଶୁଙ୍କ ନାମରେ ନମସ୍କାର ଜଣାଅ। ଖାଲି ନମସ୍କାର
गुरु जी को प्रणाम नमस्कार सही नमस्कार की कहुन जीशु नाम जीशु नाम नमस्कार भिन्न अटे बाइबल रे आमे जानू जे एई नमस्कार चमत्कारिता अछि एई नमस्कार आश्चर्य विषय अछि आपण जदि पढ़िबा बाइबल रे नमस्कार आश्चर्य विषय आमे जानि पारिबा लूक तार 1 अध्याय 40 पद लूक तार 1:40 पुणी दीक्षित गृह प्रवेश करी एलिजाबेथ को नमस्कार कले मरियम एलिजाबेथ को नमस्कार कले गृह प्रवेश करी कौन कले नमस्कार कले इस समय मरियम कौन अच्छी गर्भवती अच्छा प्रथम दिन बहुत आत्मा शक्ति और परात्म शक्ति आवरी और से नमस्कार कर एलिजाबेथ जड़े वृद्धा वयस्का से नमस्कार कर कौन लिखा 41 पदरे आउ एलिजाबेथ मरियम का नमस्कार सुनबा मात्रे शिशुटी तांको गर्भरे नाची उठिला नमस्कार सुनबा मात्रे एई नमस्कार गोटे भिन्न नमस्कार एई नमस्कार सुनबा मात्रे केतोटी विषय घटुछि आमाने देखि पारिबा एठी आमाने देखि पारो प्रथम पढ़ला शिशुटी ताको गर्भरे नाची उठिला तो नमस्कार चमत्कारिता नमस्कार आश्चर्य विषय आमे जो नमस्कार करू शून्य आम नमस्कार किसी घटी न थाए बाइबल तो बता माने नमस्कार आम देखु स्त्री आ गोटे स्त्री गोटे कन्या किए कन्या मरियम कन्या कन्या गर्भवती गोटे कन्या आ गोटे स्त्री को नमस्कार करुचे तो साधारण विषय हुए कि दुईटा स्त्री दुईटा जाति कौन देखुଛୁ आम गर्भवती अच्छा भल लगे कौन जड़े आउ जन को केमिति रेस्पेक्ट दौरान मरियम केवल नमस्कार कर पढ़ा आगे लोक अध्याय पुणी एलिजाबेथ पवित्र आत्मा पूर्ण हुई जिते नमस्कार स्वर शुणिला से पवित्र आत्मा पूर्ण होगा माने जानू ये गीत ये जो एलिजाबेथ गीत गाई प्रथम सामुएल हाना से गीत गाई परिवार गोटे सुंदर परिवार माने जानिछु लूक तार 1 अध्याय समस्त देखो लूक तार 1 अध्याय 15 पद जेमते प्रभु को छामुरे महान हेबे से द्राक्षरस की सुधा केबे ही पान करिवे नाही पुणी मातार उदर सुधा पवित्र आत्मा रे पूर्ण मातार उदर पवित्र आत्मा रे पूर्ण हेबे एटा सामान्य विषय जड़े माने जगत को आसी ना से भीतर ही पवित्र आत्मा पूर्ण हो रही जोटा कि आज आम जीवन बाहर अच्छु पवित्र आत्मा पूर्ण होगा मोर इच्छा ना केते जन 365 दिन भितर जॉइंट गोटे दिन भी पवित्र आत्मा पूर्ण हो 2025 में पवित्र आत्मा पूर्ण है कि ओडिया बुझी पारना हेले कि ज्वर रे पूर्ण हेले क्रोध रे पूर्ण हेले राग रे पूर्ण हेले पैसा रे पूर्ण हेले हजी रे पूर्ण हेले तो पवित्र आत्मा रे पूर्ण हेले कि केबे भी जानि सकते जे जीवन रे मोर केते वर्ष लानी थरे भी पवित्र आत्मा रे पूर्ण होई जंते गोटे पद पढ़ंतु मस्ते 1 अध्याय
ସରସ୍ୱତୀ 67 ଆଉ ତାହାଙ୍କ ପିତା ଜିକ୍ଷରୀୟ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ଏହି ଘରେ ପବିତ୍ର ଆତ୍ମାରେ ପୂର୍ଣ୍ଣ ହଉଛନ୍ତି। ଏ ପରିବାର ପବିତ୍ର ଆତ୍ମାରେ ପୂର୍ଣ୍ଣ ପରିବାର। এই সময় পবিত্র আত্মা জগৎକୁ অবতীর্ণ ହୋଇନଥିଲେ। ପେଣ୍ଟିକୋସ୍ତ ଦିନ ପବିତ୍ର ଆତ୍ମା ଆସିଲେ, କିନ୍ତୁ ତା ପୂର୍ବରୁ ପବିତ୍ର ଆତ୍ମାରେ ସେମାନେ ପୂର୍ଣ୍ଣ ହଉଛନ୍ତି। ପବିତ୍ର ଆତ୍ମା ସେମାନେ ମଧ୍ୟ ତଲାଇ ଆସୁଛନ୍ତି। ଏବେ ତ ପବିତ୍ର ଆତ୍ମା ଆସି ସାରିଛନ୍ତି, ଆମମାନେ ପବିତ୍ର ଆତ୍ମାରେ ପୂର୍ଣ୍ଣ ହଉ କି? ଜଣେ କନ୍ୟା ଗର୍ଭବତୀ ସେ ପବିତ୍ର ଆତ୍ମାଙ୍କର ଶକ୍ତିରେ ପରାତ୍ପରିକ ଶକ୍ତିରେ ଗର୍ଭବତୀ ହେଇଛନ୍ତି ଆଉ ନମସ୍କାର ଜଣାଉଛନ୍ତି। ନମସ୍କାର ଶୁଣିବା ମାତ୍ରେ ଆମେ ଦେଖୁ ଗର୍ଭର ଶିଶୁ ନାଚି ଉଠୁଛି। ସେଥିପାଇଁ ପାଉଲ ନମସ୍କାର କରିବା ପାଇଁ ପଛନ୍ତି ନାହିଁ, ନମସ୍କାରକୁ ହାଲୁକା ଭାବରେ ନିଅନ୍ତି ନାହିଁ। ଯୀଶୁଙ୍କ ନାମର ନମସ୍କାର ଆମେ ପ୍ରେତଲ କରୁଛୁ ନା, ନମସ୍କାର ବୋଲି ଆମେ ଗ୍ରହଣ କରନ୍ତି। ପ୍ରେତଲ ପ୍ରେତଲ କହିଲେ ମୁଁ କଣ କହିବି, ମୁଁ ବି ପ୍ରେତଲ କହିଥିଲି ନା, ନୂଆ ହେଇଛି ମାନେ ଆଗରୁ ଏଇଟା ନଥିଲା, କିନ୍ତୁ ଡେଭଲପ ହେଇଯାଇଛି। ଆମେ ସମସ୍ତେ କରିଥାଉ, କିନ୍ତୁ ଏଇଠି କଣ ଲେଖା ହଉଛି ନମସ୍କାର, ଗ୍ରିଟିଂସ୍, ଅଭିନନ୍ଦନ। ନମସ୍କାର ଏ କଥା ମନେ ପକାଇବା ଯେ ନମସ୍କାର ଶକ୍ତି ଅଛି। ମତେ ଆମର ଗୋଟେ ଡିଷ୍ଟ୍ରିବ୍ୟୁସନ ଥିଲା ଜୟପୁରରେ, ସମସ୍ତଙ୍କୁ ଦିଆହେଲା, କିଛି ଲୋକ ଦିଆହେଲା। ତ ପଚାରିଲେ ତାକୁ କାହିଁକି ଦିଆହେଲା, ତ ମୁଁ ମେସେଜ ତାକୁ ଏଥିପାଇଁ ଦିଆହେଲା, ମୁଁ ଯେତେବେଳେ ବାହାରେ ସେ ମତେ ନମସ୍କାର କରନ୍ତି। ଯେତେବେଳେ ବାହାରିକି ଘରୁ ସେ ମତେ ନମସ୍କାର କେମିତି କରିଦିଅନ୍ତି। ଅଫିସକୁ ଯିବି ଆସିଲା ବି ନମସ୍କାର କରିଦିଅନ୍ତି। ମୁଁ କହିଲି ନମସ୍କାର କରୁଛୁ ସେଥିପାଇଁ ଜାଣିକି ନମସ୍କାର କଲେ ମିଳେ କି, ସେଇଟା ନୁହେଁ। ଗୋଟେ ମୋ ଠାରୁ ବୟସର ବଡ, କିନ୍ତୁ ସେ ମତେ ନମସ୍କାର କରନ୍ତି। ତେଣୁ କହିବା ହେଲା ଯେ ପାଉଲ ଚିଠିର ଆରମ୍ଭରେ ଶେଷରେ ନମସ୍କାର ଅଭିନନ୍ଦନ ସବୁ କରନ୍ତି, ଶୁଭେଚ୍ଛା ଜଣାନ୍ତି, ଶୁଭକାମନା କରନ୍ତି। ତାର ବିଶେଷ ତାତ୍ପର୍ଯ୍ୟ ରହିଛି। ତେଣୁ ଇଏ ଯେତେବେଳେ ନମସ୍କାର ଜଣାଉଛନ୍ତି, ଗର୍ଭର ଶିଶୁ ନାଚି ଉଠୁଛି ଆଉ ଏଲିସାବେଥ ପବିତ୍ର ଆତ୍ମାରେ ପୂର୍ଣ୍ଣ ହଉଛନ୍ତି। ଆଉ ଲେଖା ହଉଛି 42 ପଦ, ଅତି ଉଚ୍ଚ ସ୍ୱରରେ କହିଲେ, ମାନେ ବୁଢୀ କିନ୍ତୁ ସ୍ୱରଟା ଉଚ୍ଚ କଲା। ଆଜି ଆମ ସ୍ୱରଟା ଉଚ୍ଚ ହେଇପାରୁନି, ଉଚ୍ଚ ସ୍ୱରରେ କହିପାରୁନି, କିନ୍ତୁ ସେ ଅତି ଉଚ୍ଚ ସ୍ୱରରେ କହିଲା। କଣ କହିଲା? ନାରୀମାନଙ୍କ ମଧ୍ୟରେ ତୁମେ ଧନ୍ୟ, ପୁଣି ଧନ୍ୟ ତୁମ ଗର୍ଭର। କଣ ଦେଖୁଛୁ? ଦେଖ, ପବିତ୍ର ଆତ୍ମାରେ ପୂର୍ଣ୍ଣ ହେଇ କିଛି କହି ନାହିଁ କି ମରିୟମ କହି ନାହିଁ ଯେ ମୋ ଗର୍ଭବତୀ ହେଲା, ମୋର ଗୋଟେ ଦୋଷ ଆସି କହିଲା, କିନ୍ତୁ କିଏ ଜାଣିପାରିଲେ। ଏଠୁ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେଲେ ସେ ସାଙ୍ଗେ ସାଙ୍ଗେ ଜାଣିପାରିଲେ ଯେ ମରିୟମ କଣ ହେଇଛନ୍ତି, ଗର୍ଭବତୀ ହେଇଛନ୍ତି। ଆଉ ଲେଖାଯାଇଛି ନାରୀ ମାନଙ୍କ ମଧ୍ୟରେ ତୁମେ ଧନ୍ୟ। ମରିୟମ ନିଶ୍ଚୟ ଗୋଟେ ଧନ୍ୟ କନ୍ୟା ଆଉ ସ୍ତ୍ରୀ। ଆମମାନେ 11 ଦେଇକି ଯିବା, ଲୋକ 11 ଅଧ୍ୟାୟ ଲୋକ 11 ଅଧ୍ୟାୟ 27 ପଦ। ସେ ଏଇ ସମସ୍ତ କଥା କହୁଥିବା ସମୟରେ ସମସ୍ତ କଥା କହୁଥିବା ସମୟରେ ଲୋକସଭା ମଧ୍ୟରେ ଜଣେ ସ୍ତ୍ରୀ ଲୋକ ଉଚ୍ଚ ସ୍ୱରରେ କହିଲେ, ଉଚ୍ଚ ସ୍ୱରରେ କହିଲେ
ଧନ୍ୟ ଧନ୍ୟ ସେଇ ଗର୍ଭ ଯାହା ତୁମକୁ ଧାରଣ କଲା ଓ ସେଇ ସ୍ତନ ଯହିଁରୁ ତୁମେ ପାନ କଲ। ଈଶ୍ୱର କଥା ଶୁଣି ସ୍ତ୍ରୀ ଲୋକଟା ଜାଣିପାରୁଛି ଯେ ତା ମା କେମିତି ହେଇଥିବେ, ମାର ଗର୍ଭ କେମିତି ଥିବ। ତେଣୁ ଆମେ ଜାଣିବା ଯେ ମରିୟମର ଗର୍ଭ ଭିନ୍ନ ଗର୍ଭ ଥିଲା। ଦୁଇଟା ସ୍ତ୍ରୀ ଲୋକ ସେ କଣ କରୁଛନ୍ତି, ପ୍ରମାଣିତ କରୁଛନ୍ତି। ଯୀଶୁ ଯେତେବେଳେ ଜଗତକୁ ଆସିଲେ ସେ ପୁରୁଷ ସ୍ତ୍ରୀ ବିନା ଜାତ ହେଲେ, ପବିତ୍ର ଆତ୍ମାଙ୍କର ଜାତ ହେଲେ। ସେ ସମ୍ପୂର୍ଣ୍ଣ ପୃଥକ ଥିଲେ, ଭିନ୍ନ ଥିଲେ। ବାଇବେଲରେ ସ୍ପଷ୍ଟ କରି ପ୍ରମାଣ କରୁଛି। ଯୀଶୁଙ୍କର କଥା ଶୁଣୁଛି, ସେ ଯୀଶୁଙ୍କର ଶିକ୍ଷା ଶୁଣୁଛି। ସେ କହୁଛି ତୋ ମା ନିଶ୍ଚୟ ଭିନ୍ନ ହେଇଥିବେ। ଯଦି ଆମ ପିଲାମାନେ କୋଉଠି କାମ କରୁଥିବେ ଆଉ ତାଙ୍କର ଆଚରଣ ଦେଖି ଅନ୍ୟମାନେ କହିବେ ତମ ମା ନିଶ୍ଚୟ, କଣ ହବ? ମାର ଛାତିଟା ଖୋଲିଯିବ। ଯା ଏତେ ବର୍ଷ ଯତ୍ନ କରିଥିଲା ପିଲାକୁ। ଅନ୍ୟମାନେ ଆମ ପିଲାମାନେ ଯାଇଥିବେ ଆଉ ସେ କହିବେ ତୋ ମା ବାପା ତତେ ଭଲ ଯତ୍ନ ନେଇନାହାନ୍ତି କି? କଣ ହବ? ମାନେ ଦେଖୁ ଯେ ନମସ୍କାର ତାତ୍ପର୍ଯ୍ୟ ଅଛି, ଗୁରୁତ୍ୱ ଅଛି, ପ୍ରାଧାନ୍ୟତା ଅଛି। ଯେତେବେଳେ ନମସ୍କାର କରାଯାଏ, ଆଉ ସେଇ ନମସ୍କାର କଣ? ଶୂନ୍ୟ ନମସ୍କାର ନୁହେଁ, ଯୀଶୁଙ୍କ ନାମରେ। ଅର୍ଥାତ୍ ଆକାଶ ତଳେ ମନୁଷ୍ୟମାନଙ୍କ ମଧ୍ୟରେ ଆଉ କୌଣସି ନାମ ଦିଆଯାଏ ନାହିଁ, କେବଳ ଯୀଶୁ ନାମ, ଯୋଉ ନାମରେ ସବୁ କିଛି ଅଛି। ଦୁଇ ଦୁଇ କରି 4ଟି ଅକ୍ଷର ବାନ୍ଧି ରଖିଅଛି ସ୍ୱରର ସହ। କଣ ବୁଝିପାରୁଛନ୍ତି? ପୃଥିବୀ ଯଦି ବାନ୍ଧିଛି, ସଜାଇଛି, ସେଇଟା ଯୀଶୁ ନାମ। ତ ଯୀଶୁ ନାମରେ ପାଉଲ କଣ କରନ୍ତି? ନମସ୍କାର ଜଣାନ୍ତି। ଆଉ ମଣ୍ଡଳୀ ମଧ୍ୟ ଜଣାଏ। ଦେଖନ୍ତୁ ଲେଖା ଯାଉଛି ଯୀଶୁଙ୍କ ନାମରେ ପ୍ରତ୍ୟେକ ସାଧୁକୁ ନମସ୍କାର ଜଣା। ମାନେ କାହାକୁ ନମସ୍କାର? ସାଧୁ। ସାଧୁ ଅର୍ଥାତ୍ କିଏ? ଆଜି ଟିକେ କହିଲେ ସାଧୁ ମାନେ କିଏ? ଅର୍ଥ ପାଇଲେ ସାଧୁ ମାନେ କିଏ? ବାଇବେଲ ସାଧୁ ଲେଖା ସେ କିଏ? ବିଶ୍ୱାସ କିଏ? ସାଧୁ କାହାକୁ ସାଧୁ ବୋଲି କୁହାଯାଏ? ସାଧୁ କିଏ? ଆସନ୍ତି ନା ଖାଲି ଖ୍ରୀଷ୍ଟିଆନ ଆସନ୍ତି? ଯେମିତି ଅନ୍ୟମାନେ ମନ୍ଦିରକୁ ଯାଆନ୍ତି, ଆମ ମଧ୍ୟ ମଣ୍ଡଳୀକୁ ଆସନ୍ତି। ପୃଥକ କରାଯାଇଥିବା ଲୋକମାନେ, ଜଗତରେ ପୃଥକ ହେଇଥିବା ଲୋକମାନେ। ଯୀଶୁଙ୍କ ନାମର ନମସ୍କାର ସେମାନଙ୍କୁ ଜଣାଇ ଦିଆଯିବ ଯେଉଁମାନେ ପୃଥକ ଜୀବନ କାଟୁଛନ୍ତି। ତେବେ ସେ ଆଶ୍ଚର୍ଯ୍ୟ ବିଷୟ ଘଟିବ। ଗର୍ବ ଯେମିତି ନାଚି ଉଠିଲା ଏଇ ନମସ୍କାରର ଆଶ୍ଚର୍ଯ୍ୟ ବିଷୟ। ତେଣୁ ନମସ୍କାର ତମେ ହାଲୁକା ନେବା ନାହିଁ। ଯୀଶୁଙ୍କ ନାମର ନମସ୍କାର ଅନେକ ବିଷୟ ସାଧନ କରେ। ଆମର ପ୍ରେମକୁ ଜଣାଇ ଦିଏ, ଆମର ଭକ୍ତିକୁ ଜଣାଇ ଦିଏ। ସାଧୁମାନଙ୍କୁ ନମସ୍କାର ଜଣା ପ୍ରଥମ ବିଷୟ। ଦ୍ୱିତୀୟ ବିଷୟ ଦେଖିବା 21 ମୋହର ସଙ୍ଗୀ ଭାତୃଗଣ ତୁମକୁ ନମସ୍କାର ଜଣାଉଛନ୍ତି। ଅର୍ଥ କଣ? ପାଉଲ ଜେଲରେ ଅଛନ୍ତି, ଏକଲା ଅଛନ୍ତି, କିନ୍ତୁ ସଙ୍ଗୀ ବି ଅଛନ୍ତି। ପାଉଲ ଏ ଜଗତରେ ଏକଲା ଜୀବନ କାଟୁନାହାନ୍ତି। ମୋହର ସଙ୍ଗୀ। ଅନେକ ଜେଲରେ ଗଲେ ଏକଲା ହେଇଯାଆନ୍ତି, ଘରେ ଥିଲେ ବି ଏକଲା ହେଇଯାଆନ୍ତି, ପରିବାର ସମସ୍ତେ ଅଛନ୍ତି କିନ୍ତୁ ଏକଲା ଏକଲା ଲାଗେ। এই একলা জীবন, এটা আমরা একলা নহু। ଆମେ ପ୍ରଭୁ ଯୀଶୁ ଯେତେବେଳେ ଜଗତରେ ଥିଲେ ସେ କହୁଥିଲେ ମୁଁ ଏକାକୀ ନୁହେଁ, ମୋ ସହିତ ପିତା ଅଛନ୍ତି। ଆଉ ଗୋଟେ ସମୟ କହିଲେ ହେ ପିତା ମତେ କାହିଁକି ପରିତ୍ୟାଗ କରୁଛ?
যেমন অনন্ত কাଳ ସହାୟତା ଥିଲେ ଏକାତ୍ରିତ ପବିତ୍ର ଆତ୍ମା ଏବେ ଗୋଟେ ସମୟ ଆସିକି ପୃଥକ ହେଇଯାଉଛନ୍ତି। ତେଣୁ ମନେ ରଖିବା ହବ ପାଉଲ ଗୋଟେ ସୁନ୍ଦର ଜୀବନ କାଟୁଛନ୍ତି। ଜେଲରେ ହଉ ଜେଲ ବାହାରେ ହଉ, ମଣ୍ଡଳୀ ହଉ ମଣ୍ଡଳୀ ବାହାରେ ହଉ, ଗାଁରେ ହଉ ସହରରେ ହଉ, ସଙ୍ଗୀ ଦରକାର। ମୁଁ ଆଉ ଗୋଟେ ବିଷୟ, ଯଦି କାହାର ସଙ୍ଗୀ ନାହାନ୍ତି, ଏଇଟା ମୁଁ କହିଛି ତଥାପି ଆଜି ଆଉ ଥରେ ମନେ ପକେଇ ଦଉଛି, ଆମେ ସମସ୍ତେ ଗୀତ ସଂହିତା କରିବା। ଗୀତ ସଂହିତା ତାର 22 ତ 22 ତାର 8 ଦିନ ବେଳେ ଆପଣ ସ୍ନେହପୂର୍ଣ୍ଣ କରୁଣା ଆଜ୍ଞା କରିବେ, ପୁଣି ରାତ୍ରି ବେଳେ ତାହାଙ୍କର ଗୁଣଗାନ ଓ ଆମ୍ଭ ଜୀବନଦାତା ପରମେଶ୍ୱରଙ୍କ ପ୍ରତି ପ୍ରାର୍ଥନା ମୋର ସଙ୍ଗୀ ହେବ। ପ୍ରାର୍ଥନା ମୋର ସଙ୍ଗୀ ହେବ। এই ଗୀତରେ ଦେଖିପାରିବେ ଯେ ମାନେ ଜାଣିପାରିବା ଚାରିପଦ ଲେଖାଯାଉଛି, ମୁଁ କିପରି ଲୋକାରଣ୍ୟ ସହିତ ଯାତ୍ରା କଲି। ଅରଣ୍ୟ ପରି ଜଙ୍ଗଲ ପରି ଲୋକ ଭିଡ଼ରେ ସେ ଯାତ୍ରା କରୁଥିଲେ, କିନ୍ତୁ ଏବେ ଏକଲା ହେଇଯାଇଛନ୍ତି। ଗୀତରେ କଣ ହେଇଯାଇଛନ୍ତି? ଏକଲା। ସେ ଏକଲା ହେଇଛନ୍ତି, ସେଇ ସମୟ ସେ କହୁଛନ୍ତି ପ୍ରାର୍ଥନା ମୋର ସଙ୍ଗୀ। একলা জীবনটা শূন্য জীবনটা অনেক সময় কଣ করে হাসি আড়କୁ ନେଇଯାଏ, ଆତ୍ମହତ୍ୟା ଆଡକୁ ନେଇଯାଏ। କିନ୍ତୁ ବାଇବଲରେ ଏକଲା ହେବା ପାଇଁ ସୁଯୋଗ ନାହିଁ, ପ୍ରାର୍ଥନାକୁ ମଧ୍ୟ ଆମେ ସଙ୍ଗୀ କରିହେବ। ଆମ ସଙ୍ଗୀ ପ୍ରାର୍ଥନା, ଅର୍ଥାତ୍ ମୁଁ ଯେତେବେଳେ ପ୍ରାର୍ଥନା କରେ ହେ ପ୍ରଭୁ ସେ ମୋ ସଙ୍ଗୀ, ହେ ପିତା ସେ ମୋ ସଙ୍ଗୀ, ମତେ ସଂଗତି ପ୍ରଦାନ କରନ୍ତି, ମୋର ବନ୍ଧୁ ଯାଆନ୍ତି, ମୋ ଛାତି ଯାଆନ୍ତି। ଯେଉଁମାନେ ପ୍ରାର୍ଥନା ଛାଡ଼ିଛନ୍ତି, ସଂଘ ହରାଇଛନ୍ତି, ସେତେବେଳେ ପ୍ରାର୍ଥନା କରୁନ। ଆଗେ ଘଣ୍ଟା ଘଣ୍ଟା ପ୍ରାର୍ଥନା, ଏବେ କିଛି ପ୍ରାର୍ଥନା ନାହିଁ। ଯେଉଁମାନେ ପ୍ରାର୍ଥନା କରୁନାହାନ୍ତି ସଂଘହୀନ ଜୀବନ। ଯେଉଁ ଘରେ ପ୍ରାର୍ଥନା ନାହିଁ ସେ ଘରେ ଆଉ କିଛି ନାହିଁ, ସଂଘ ହିଁ ନାହିଁ। ସବୁ ଅଛି, ଆସବାବ ପତ୍ର ସବୁ ଅଛି, କିନ୍ତୁ ଶୂନ୍ୟ ଲାଗୁଛି। ଟିଭି ଅଛି, ଫୋନ ଅଛି, ସବୁ ଅଛି, କିନ୍ତୁ ଏକଲା ଲାଗୁଛି। ବହୁତ କଷ୍ଟ ଜୀବନ ସେଇଟା। ତେଣୁ ଏଠି ଆମେ ଦେଖୁ ଖ୍ରୀଷ୍ଟିଆନ ଜୀବନ କେବଳ ନିଃସଙ୍ଗ ହବ ନାହିଁ। ନିଶ୍ଚୟ କଣ ସଙ୍ଗୀ ଅଛନ୍ତି। ଜଣେ ଖ୍ରୀଷ୍ଟିଆନ ଯଦି ସଙ୍ଗ ହିଁ ନ ହୁଏ, ସେ କେବେ ଏ ଜଗତରେ ବଞ୍ଚିପାରିବ ନାହିଁ। ସଂଗତି ଦରକାର, ସହଭାଗିତା ତେଣୁ କେହି ଯଦି ଏଠି ଅଛି ପ୍ରାର୍ଥନା ବିନା ଜୀବନ ଯାପନ କରୁଛି, ତେବେ ସେ ସଂଗତି ହରାଇଛି। ତେଣୁ ଜାଗ୍ରତ ହେବା। ତ ପାଉଲ କହୁଛନ୍ତି ମୋର ସଙ୍ଗୀ, କଣ ଲେଖା ହେଇଛି? ମୋର ସଙ୍ଗୀ ଭାତୃଗଣ, ମାନେ ବଡ ସୁନ୍ଦର। ପାଉଲ ତାଙ୍କର ପଦ ଅନୁସାରେ ନିଜର ମହାନତା ଦେଖାଉନାହାନ୍ତି, ତାଙ୍କ ନମ୍ରତାକୁ ପହଞ୍ଚେଇ ଦଉଛନ୍ତି, ସେମାନେ ମୋର ଭାଇ। ନମସ୍କାର ଜଣାଉଛନ୍ତି, ଫିଲିପିୟ ମଣ୍ଡଳୀ ଉତ୍ସାହ ଦଉଛନ୍ତି। ଫିଲିପିୟ ମଣ୍ଡଳୀ କେବଳ ମୁଁ ନୁହେଁ, ମୋର ସଙ୍ଗ ସମସ୍ତେ ସବୁ ନମସ୍କାର କରୁଛନ୍ତି। ତମେ ଏଇ ଜଗତରେ ଏକଲା ଅନୁଭବ କର ନାହିଁ। ଆମ ଭିତରେ ଯେମିତି ସଂଗତି ଅଛି, ସୌଭାଗ୍ୟ ଅଛୁ, ଆମେ ବନ୍ଧୁତାରେ ଅଛୁ। ମଣ୍ଡଳୀର ପ୍ରତ୍ୟେକ ବିଶ୍ୱାସୀ ମାନେ ମଧ୍ୟ ସେଇ ପ୍ରକାର ବନ୍ଧୁତାରେ ରୁହ, ସଂଗତି ରୁହ, ସୌଭାଗ୍ୟ ରୁହ। ଫିଲିପିୟ ମଣ୍ଡଳୀରେ ଆମେ ବିଭିନ୍ନ ପ୍ରକାର ପାପ ନ ଦେଖିଲେ ମଧ୍ୟ ବର୍ଷାର ଧର୍ମର ପାପ ଥିଲା। ସେଥିପାଇଁ ଚିଠିର ଶେଷ ସେ ଲେଖୁଛନ୍ତି ଯେ ସମସ୍ତ ସହିତ ଭାତୃଭାବ ଦେଖା। ଗୋଟେ ବଡ ଆଦେଶ ବାଇବଲରେ ଆମେ ଦେଖୁ। ଏଭ୍ରି ତାର 13 ଅଧ୍ୟାୟ 1 ପଦ। ପ୍ରେମ
ସ୍ଥିର ହୋଇଥାଉ। କେତେବେଳେ କହୁଛନ୍ତି ଏଇଟା ଗଳ୍ପଟା ଯଦି ପଢିବେ 12 ଶେଷ ପଦ, କାରଣ ଆମମାନଙ୍କ ଈଶ୍ୱର ଗ୍ରାସକାରୀ ଅଗ୍ନି ସ୍ୱରୂପ। ଆମ ଈଶ୍ୱର କିଏ? ଯେତେବେଳେ ବଳି ଉତ୍ସର୍ଗ ହୁଏ ଅଗ୍ନି ଆସି କଣ କରିଥିଲା? ଖାଇଦିଏ, ଗ୍ରାସ କରିଦିଏ। ଯେତେବେଳେ ଏଲିୟ ଉତ୍ସର୍ଗ କରୁଛନ୍ତି ଅଗ୍ନି ଆସି ଗ୍ରାସ କରୁଛି। ଆମ ପ୍ରଭୁ ଗ୍ରାସକାରୀ ଅଗ୍ନି ସ୍ୱରୂପ। ସେଥିପାଇଁ ତୁମାନେ ଭାତୃ ପ୍ରେମରେ ସ୍ଥିର ହେଇଥାଅ। ଭାତୃ ପ୍ରେମ ପରିତ୍ୟାଗ କର ନାହିଁ। ଯେମିତି ମା ସଭା ହୁଏ, ସବୁ ମା ଯାଆନ୍ତି ନାହିଁ, ଯାଆନ୍ତି କି? ବାପା ସଭା ନାହିଁ ଏଠି। ବାପା ସଭା ଅଛନ୍ତି ମଣ୍ଡଳୀରେ, ବାପା ସଭା ନାହିଁ। ବାପା ସଭା ବି କରିବା ଦରକାର ଥିଲା, କିନ୍ତୁ ବାପା ସଭା ହେଇପାରୁନାହିଁ। ମା ସଭା ହଉଛି, ସି ସଭା ହଉଛି, ସଣ୍ଡେ ସ୍କୁଲ ଯାହା ସବୁ ହଉଛି, ସବୁ ଆମେ କଣ କରେ? ଆମକୁ ସ୍ଥିରତା ଦିଏ, ଆମକୁ ଦିଏ ନାହିଁ। ପ୍ରେମରେ ସ୍ଥିର ହେଇଥାଅ। ପ୍ରଭୁ ଯାହାକୁ ଆମେ ଉପାସନା କରୁ, ଦେଖନ୍ତୁ ସେଇଠି ଉପରେ ଦେଖନ୍ତୁ 28 ମାନେ ଏଭ୍ରି ବାର ଅଟଳ ରାଜ୍ୟ ପ୍ରାପ୍ତ ହେବ। ଆସ ଆମେ କି ରାଜ୍ୟ ପ୍ରାପ୍ତ ହେଇଛୁ? ନାହିଁ। କେତେବେଳେ ମାନେ ଏଇ ଶାସନ ଚାଲିଯିବ, ଟଳମଳ ହଉଛି, ସେମିତି ଆମେ ଅଟଳ ରାଜ୍ୟ ପାଇଛୁ। ତେଣୁ ଲେଖା ହେଇଛି ପ୍ରାପ୍ତ ହେବାରୁ ଆସ ଆମେମାନେ କୃତଜ୍ଞ ହୋଇ ଭୟ ଅଭକ୍ତି ସହକାରେ ଈଶ୍ୱରଙ୍କର ସନ୍ତୋଷଜନକ ଉପାସନା ସନ୍ତୋଷଜନକ ଉପାସନା। ଆଉ ଯେତେବେଳେ ସନ୍ତୋଷଜନକ ଉପାସନା କରୁ, ଲେଖା 29 ପଦରେ ଅଗ୍ନି ଆସି ସେ ଉପାସନାକୁ ଗ୍ରହଣ କରନ୍ତୁ। ହ୍ୟାଲୋ, ବୁଝି ହଉଛି କି? ବୁଝିପାରୁଛନ୍ତି କି? ନା ବୁଝାନ୍ତି? ନା ବୁଝିଥିଲୁ? ସନ୍ତୋଷଜନକ ଈଶ୍ୱର ଚାହାନ୍ତି ଆମେ କୃତଜ୍ଞତା ସହିତ ଉପାସନା କରିବୁ, ଧନ୍ୟବାଦ ସହିତ ଉପାସନା କରିବୁ। ଆମ ଉପାସନା ଗ୍ରହଣ ଯୋଗ୍ୟ ହବ, ଆମ ଉପାସନା ଗ୍ରହଣ କରିବେ। ଏଇ ଉପାସନା ଦୁଇଟା ଲେଖା ହେଇଛି। ଆମମାନେ ଦେଖନ୍ତୁ ଲେଖା ହେଇଛି, ଆମମାନେ କୃତଜ୍ଞ ହୋଇ ଭୟ ଓ ଭକ୍ତି ସହକାରେ ଈଶ୍ୱରଙ୍କ ସନ୍ତୋଷଜନକ ଉପାସନା କରୁ। ଈଶ୍ୱରକୁ ଅସନ୍ତୁଷ୍ଟ ଉପାସନା କରିବା ହବ ନାହିଁ। ଅସନ୍ତୁଷ୍ଟ ଉପାସନା କରିବା ନାହିଁ। ଅସନ୍ତୁଷ୍ଟ କିଏ ଥିଲେ? ଅସନ୍ତୁଷ୍ଟ ଥିଲେ, ଈଶ୍ୱର ପ୍ରତି କ୍ରୋଧରେ ଥିଲେ। ଈଶ୍ୱର ପ୍ରତି ସେ କ୍ରୋଧ ହଉଥିଲେ, ରାଗି ଯାଉଥିଲେ। ଆରେ ମୋର ପ୍ରଚାରରେ ନିମିର 1,20,000 ପରିବର୍ତ୍ତନ ହେଇଗଲେ, ସେମାନେ ଆପଣ ରକ୍ଷା କରିବା ପ୍ରଭୁ, ଆପଣ ତ କହିଥିଲେ ନିମିକୁ ଧ୍ୱଂସ କରିବା ପାଇଁ। ଅକୃତଜ୍ଞ ହୃଦୟ। ଯୋଉ ଲୋକ ଅବାଧରେ ଜାହାଜରେ ଖସି ଚାଲି ଯାଉଥିଲା, ସମୁଦ୍ର ଭିତରେ ପ୍ରଭୁ ତାକୁ ରକ୍ଷା କଲେ, ପରିତ୍ରାଣ ଦେବେ ବୋଲି ପ୍ରାର୍ଥନା କରି ପରିତ୍ରାଣ ଦେଲେ। ସେଇ ଲୋକ ଯେତେବେଳେ ନିନିର ଲୋକମାନେ ପରିତ୍ରାଣ ପାଉଛନ୍ତି, ଖୁସି ହଉନାହିଁ, ଅସନ୍ତୁଷ୍ଟ ହଉଛି। ଅସନ୍ତୁଷ୍ଟ ଉପାସନା ପ୍ରାର୍ଥନା ପ୍ରଭୁ ଗ୍ରହଣ କରନ୍ତି ନାହିଁ। ଜୁନସର ପ୍ରାର୍ଥନା ମାଛର ପେଟରେ ଗ୍ରହଣ କଲେ, କିନ୍ତୁ ପରେ ଗ୍ରହଣ ହିଁ ନାହିଁ। ସନ୍ତୋଷଜନକ ଉପାସନା ସେତେବେଳେ ହୁଏ ଯେତେବେଳେ ଆମେ କଣ କରୁ? ଭାତୃ ପ୍ରେମରେ। ଏଇଠି ଆମେ ଦେଖୁ କାହିଁକି କୁହାଯାଉଛି, ଆସନ୍ତୁ ଏଭ୍ରି 10 ଅଧ୍ୟାୟ, ଏଭ୍ରି 10:25। ଆଉ କେମିତି ଏପରି ଆମମାନଙ୍କର ମଣ୍ଡଳୀର ଉପାସନା ପରିତ୍ୟାଗ କେତେ ଜଣ ମଣ୍ଡଳୀ ଉପାସନା ପରିତ୍ୟାଗ କରିଦିଅନ୍ତି? ଆସନ୍ତି ନା ସେମାନେ। ଆଉ କେବେ କେବେ ଉପାସନା ଆସିବା ବହୁତ କଷ୍ଟ ଲାଗେ। ଆଜି ତ ବେଶୀ କଷ୍ଟ, ଥଣ୍ଡା ହଉଛି।
ମାନେ ବଡ କୃତଜ୍ଞ ସହିତ ଆସିଛନ୍ତି ନା କଷ୍ଟରେ ଆସିଛନ୍ତି? କୃତଜ୍ଞ ଆସିଛନ୍ତି। ଭୟ ଅଛି, ଭକ୍ତି ଅଛି, ଈଶ୍ୱର ସନ୍ତୁଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି ନା ନିଜେ ନିଜେ ସନ୍ତୁଷ୍ଟି ଚାଲିଥିବେ? ବଡ ସୁନ୍ଦର ଭାବରେ ଲେଖା ହେଇଛି ଯେ ଜିହୁଦୀ ମାନେ ତମେ ଉପାସନା ପ୍ରତ୍ୟାଗ କର ନାହିଁ, ଉପାସନା କର, ଈଶ୍ୱରକୁ ସନ୍ତୁଷ୍ଟ ଭାବେ ଉପାସନା କର, ତେବେ ସେ ଉପାସନା ପ୍ରଭୁ କଣ କରିବେ? ଚାଟି ପକାଇବେ। ସେଇଟା ଲେଖା ହେଇଛି, ଚାଟି ପକାଇଦେବେ। ତେଣୁ ଭଲ ଲାଗେ ବାଇବଲ ଶବ୍ଦ ଗୁଡାକ ଯଦି ଆମେ ପଢୁ, ଭଲ ଭାବରେ ଧ୍ୟାନ ସହିତ ପଢୁ, ବହୁତ ଭଲ ଲାଗେ। ଯଦି ସମସ୍ତେ ପଢିବା ଲେଭି ତାର 1:9 ଉଦ୍ଦେଶ୍ୟରେ ଅଭିକୃତ ଉପହାର ମାନେ କଣ? ଆଧାର କରିବେ, କଣ ତୁଷ୍ଟି ହବ, ପ୍ରଭୁକୁ ସନ୍ତୁଷ୍ଟ କରିବ। ଆଉ ଦେଖନ୍ତୁ ତାର 1:17 ଆଉ ବକ୍ଷ ମୂଳ ଚିରିବ, ମାତ୍ର ଦ୍ୱିଖଣ୍ଡ କରିବ ନାହିଁ। ପୁଣି ଯାଜକ ବେଦୀ ଉପରିସ୍ଥ ଅଗ୍ନି ଓ କାଠ ଉପରେ ଦଗ୍ଧ କରିବ। ତହେ ତାହା ହୋମ ପରି ଅର୍ଥାତ୍ ପୁଷ୍ଟିଜନକ ଆଘ୍ରାଣ ଥାଏ, ସଦାପ୍ରଭୁ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ହେବ। ଅଗ୍ନିକୃତ ମାନେ ଅଗ୍ନି ସେଠି କାମ କରିବ, ଅଗ୍ନି ଆସିବ, ସବୁ ଗ୍ରାସ କରିବ, ଗ୍ରହଣ କରିବ। ପ୍ରଭୁ କହିବାର ବଳିକୁ ଗ୍ରହଣ କଲେ ନାହିଁ, କେବଳ ବଳିକୁ ଗ୍ରହଣ ହେଲା ମାନେ କେମିତି ଜାଣିବେ? ଅଗ୍ନି ଗ୍ରାସ କରିବ। ଠିକ ଅଛି, ଆମେ ଫେରିବା ପ୍ରଥମ ଅଂଶରେ ଦେଖିଲୁ ଆମେ ସାଧୁମାନଙ୍କୁ ନମସ୍କାର ଜଣାଅ। ଦ୍ୱିତୀୟ ଅଂଶରେ ଦେଖିଲୁ ମୋର ସଙ୍ଗୀ ଭାତୃଗଣ ତୁମକୁ ନମସ୍କାର ଜଣାଉଛନ୍ତି। ଏବେ ତୃତୀୟ ଦେଖିବା 22 ପଦ, ସମସ୍ତେ 22 ପଦ ପଢିବା, ଭଲ ଲାଗେ। ସାଧୁମାନେ ସମସ୍ତେ, ବିଶେଷତଃ ଯେଉଁମାନେ ଈଶ୍ୱରଙ୍କ ପ୍ରସାଦରେ ଅଛନ୍ତି, ସେମାନେ ତୁମକୁ ନମସ୍କାର। କେତେ ସୁନ୍ଦର ପଦ, ଭଲ ଲାଗେ। ମତେ ଏଇ ପଦଟା ଭାରି ଭଲ ଲାଗେ। କାହିଁକି ଭଲ ଲାଗେ? ଦେଖନ୍ତୁ 1:13 ତେଣୁ ମୋହର ବନ୍ଧନ ଯେ ଖ୍ରୀଷ୍ଟଙ୍କ ଜୀବନ, ଏହା ରାଜପ୍ରସାଦର ସମୁଦାୟ ସୈନ୍ୟ ଦଳ ଓ ଅନ୍ୟାନ୍ୟ ସମସ୍ତଙ୍କ ନିକଟରେ ପ୍ରକାଶିତ ହେଲା। ରାଜପ୍ରସାଦରେ କଣ? ପାଉଲ କାହିଁକି ଜେଲରେ ଯାଇଛନ୍ତି, ବନ୍ଧନଗ୍ରସ୍ତ ହେଇଛନ୍ତି, ତାହା ପ୍ରମାଣିତ ହେଲା। ସେମାନେ ଜାଣିଲେ, ପ୍ରାସାଦର ଲୋକ ଜାଣିଲେ ପାଉଲକୁ କାହିଁକି ଜେଲ କରାଯାଇଛି, କାରାଦଣ୍ଡ ଦିଆଯାଇଛି। ଚୋରି କାମ ପାଇଁ ନୁହେଁ, କୌଣସି ଅପରାଧ କାମ ପାଇଁ ନୁହେଁ, କିନ୍ତୁ ସୁଷମାଚାର ପ୍ରଚାର ହେତୁ କରୁଛୁ। ଯେହେତୁ ସେ ସୁଷମାଚାର ପ୍ରଚାର କରୁଥିଲେ, ସେଥିପାଇଁ ଜେଲରେ ଅଛନ୍ତି, କାରାଗାରରେ ଅଛନ୍ତି, ବନ୍ଦୀକି ଅଛନ୍ତି, ସମସ୍ତେ ଜାଣିଲେ। ସମସ୍ତେ ଜାଣିଲେ ଏଇ କଥା, ପାଉଲ ସୁଯୋଗ ଦେଲେ। ତାହା ସୁଯୋଗ ନେଇ ଆମେ ଯୋଉ ଆଜି ପଢୁଛୁ 22 ପଦ, ସେଇଠି ମଧ୍ୟ ସେ ସୁଷମାଚାର ପ୍ରଚାର କଲେ। ଆଉ ସେଇଠି ଆମେ ଦେଖୁଛୁ ସାଧୁମାନେ ଅଛନ୍ତି। ଆଚ୍ଛା, ପୂର୍ବରୁ କାଇସର ମାନେ ଜାଣିଛନ୍ତି ତ, ଆମର ଯେମିତି ରାଷ୍ଟ୍ରପତି ସେଇ ସମୟରେ ରୋମର ମୁଖ୍ୟ ଅଛି, ତାଙ୍କୁ କାଇସର କୁହାଯାଏ। ସିଜର କାଇସର ସେ ମୁଖ୍ୟ, ତାଙ୍କ ତଳେ ପିଲାତ ହେରୋଦ ସେମାନେ ଥିଲେ, କିନ୍ତୁ ସବୁଠୁ ଉଚ୍ଚ ସେ ହେଉଛନ୍ତି କାଇସର।
ଆଉ କାଇସଙ୍କ ପ୍ରାସାଦରେ କିଏ ଅଛନ୍ତି? ପାଉଲ ଅଛନ୍ତି। ସୁନ୍ଦର ଥିଲେ, ବହୁତ ସୁନ୍ଦର। ପ୍ରଭୁ ତାଙ୍କୁ ଯେତେବେଳେ ମଣ୍ଡିତ କଲେ ଆଉ କହିଲେ ଯେ ମୋର ମଣ୍ଡିତ ପାତ୍ର, ସେତେବେଳେ ଗୋଟେ କଥା କହିଥିଲେ, ସମସ୍ତେ ପଢନ୍ତୁ ପ୍ରେରିତ 9 ଅଧ୍ୟାୟ, ପ୍ରେରିତ 9 ଅଧ୍ୟାୟ। ପ୍ରେରିତ 9 ତାର 15। କିନ୍ତୁ ପ୍ରଭୁ ତାଙ୍କୁ କହିଲେ ଯାଅ, କାରଣ ସେ ବିଜାତି ରାଜା ଓ ଇସ୍ରାଏଲର ସନ୍ତାନମାନଙ୍କ ସମ୍ମୁଖରେ ଆମର ନାମ ବହନ କରିବା ନିମନ୍ତେ ଆମର ଜଣେ ମନୋନୀତ ପାତ୍ର ଅଟେ। କୋଉଠି ସେ ନାଁ ବହନ କରିଯିବେ? ଲେଖା ହେଇଛି ବିଜାତି, ତାପରେ ଗୋଟେ ଶବ୍ଦ ଲେଖା ହେଲା କଣ? ରାଜା। ରାଜାକୁ କିଏ ସୁସମାଚାର ଦେବ? ସମସ୍ତେ ଏଠି କୁହନ୍ତୁ, କିଏ ଦେବେ? କିଏ ଦେବେ? କେମିତି ଦେବେ? ଜେଲ ଗଲେ ତ ଦେବେ। ରାଜା କୋଉଠି ଅଛନ୍ତି? ପ୍ରାସାଦରେ ଅଛନ୍ତି। ଜେଲରେ ଗଲେ କଣ ହବ? ସେ ସୁସମାଚାର, ମୁଁ ଜେଲ ଯିବି, ସୁସମାଚାର କେବେ ଶୁଣାଇବି ତାଙ୍କୁ? ଅନେକ ସମୟରେ ଆମେ ସୁସମାଚାର କହିପାରୁନଥିବ, ଅନେକ ବାଧା ତ୍ୟାଗ। ଜେଲ ଗଲେ ସୁସମାଚାର ଜଣାଇଥିଲେ। ଯେତେବେଳେ ସୁସମାଚାର ଜଣାଇଥିଲେ, ଲେଖା ଯାଉଛି ଅନେକ ସାଧୁ ଗଲେ। କଣ ହେଲେ? 22 ବହୁତ ସୁନ୍ଦର ଦେଖ। ଜଣେ ସାଧୁ ଗୋଟେ ଜାଗାକୁ ଗଲେ ଅନେକ ଲୋକ ସାଧୁ ହେଇଯିବେ। ଆଉ ଜଣେ ଯଦି ଅସାଧୁ ଲୋକ ଯାଏ, ସେ ଜାଗା ସମସ୍ତେ କଣ ହେଇଯିବେ? ଅସାଧୁ ହେଇଯିବେ। କଷ୍ଟ ହୁଏ। ଘରେ ଯଦି ସୁଷମାଚାର ଶୁଣିବେ, ବାହାରେ ମୋର ସୁଷମାଚାର ସମସ୍ତେ ଶୁଣିବେ, କିନ୍ତୁ ଘରେ ଯଦି କିଏ ସୁଷମାଚାର ଶୁଣନ୍ତି ନାହିଁ, ମୁଁ ଜଣେ ଅଯୋଗ୍ୟ ବ୍ୟକ୍ତି। ଯାହା ମାନେ ଆମର 3,000 ପୁଅ ଝିଅ ସେମାନେ ସାକ୍ଷ୍ୟ ଦେଇଛନ୍ତି, ପ୍ରଭୁ ଯୀଶୁ ବିଶ୍ୱାସ କରୁଛନ୍ତି, ପାପ ପରିକାର ସ୍ପଷ୍ଟ ଭାବରେ କହିଛନ୍ତି। ଯଦି ଘରେ ଆମେ କରିପାରୁ, ପାଉଲଙ୍କର ଘର ନାହିଁ, ସ୍ତ୍ରୀ ନାହିଁ, ପୁଅ ଝିଅ ନାହିଁ, କିନ୍ତୁ କଣ ଜେଲ ଅଛନ୍ତି। ଆଉ କାଇସରଙ୍କ ପ୍ରସାଦ, କାଇସରଙ୍କ ପ୍ରସାଦ କେହି ଯାଇପାରିବାନି। ପାଉଲ ଗଲେ, କେମିତି ଗଲେ? ବନ୍ଦିକି ଗଲେ। ଆଉ ସେଠି କଣ କଲେ? ସୁସମାଚାର ପ୍ରଚାର କଲେ। ସେଠି ଆମେ ଯୋଉ 13 ପଢିଲୁ, ପ୍ରଥମ ମାନେ 1:13, ତାପରେ ଯାକୁ ପଢିଯିବୁ, ସେ କିପରି ସୁଯୋଗ ପାଉଛନ୍ତି। ସେଥିପାଇଁ ସେ ବି କହୁଛନ୍ତି, ଭଲ ଲୋକ ବି ମନ୍ଦ ଲୋକ, ଆମେ କଣ କରୁ? ସୁସମାଚାର ପ୍ରଚାର। ପରିସ୍ଥିତି ଭଲ ଥାଉ ନଥାଉ, ସୁସମାଚାର ପ୍ରଚାର କରୁ। ଆମେ କେବେ ବି ମାର୍କେଟରେ ଜଣକୁ ସୁସମାଚାର କରେ। ଆଚ୍ଛା, ଗୋଟେ ଲୁଗା କେତେ ଥର ଯାଇଥିବେ? କେତେ? ଥରେ ବି କହିଛନ୍ତି, ସେ ଲୁଗା କହିଥିଲେ ତାକୁ ଏତେ ପଇସା ବି ଆସୁଛନ୍ତି, ଶୁଣିବ ସେ। ମାରବାଡୀ ମାନେ ପଇସା ଦେଲେ ବହୁତ କଥା ଶୁଣନ୍ତି। ଘରେ ଗୋଟେ ଟ୍ରାନ୍ସଫର ଦେଇଦେଲେ କି, ଗୋଟେ ପତ୍ରିକା ଦେଇଦେଲେ କି, ଦେଲେନି। ଯଦି ଆମେ ଲୁଗା ଦୋକାନରେ କହିପାରୁନୁ, ଚା ହୋଟେଲରେ କହିପାରୁନୁ, ରାଜପ୍ରସାଦରେ କହିପାରିବା? ହ୍ୟାଲୋ ହବ? ଆମେ ତ ଘରେ କହିପାରୁନୁ ସୁସମାଚାର ଆମ ପିଲାମାନଙ୍କୁ। ଆମେ ଏତିକି କହୁଛୁ, ପିଲାଙ୍କୁ ଦୁଷ୍ଟ ହେବେ ନାହିଁ। ସୁସମାଚାର କହିଲେ ଶୁଣିଲେ ତ ଦୁଷ୍ଟ ହେବେ ନାହିଁ। ଆମେ ଖାଲି ବହୁତ ଦୁଷ୍ଟ ହଉନାହିଁ, ଦୁଷ୍ଟ ହଉନାହିଁ। ସେ ଦୁଷ୍ଟ ହେଇ ଚାଲିଛି କାହିଁକି? ସୁସମାଚାର ଜାଣିଲେ, ସୁସମାଚାର ଜାଣିଲେ ସେ ଦୁଷ୍ଟ ହବ ନାହିଁ। ଆମେ ଘରେ ସୁସମାଚାର କହିନଥାଉ, ଖାଲି କହିଥାଉ ଭଲ ଭଲ ପାଠ ପଢିବୁ, ଭଲ କରିବୁ। ସେ ଭଲ ହେଇକି ଚାଲିଯିବ, ଆଉ ଶେଷରେ କିଛି ଭଲ ନଥିବ। ଚାକିରି କରିବ, ଆଉ ପ୍ରଭୁ ବି ଜାଣିବନି। ସେ ମୋ ପିଲା ବହୁତ ବଡ ଚାକିରି କରୁଛି, ସେତିକି ଆମେ କହିପାରୁ, କିନ୍ତୁ ପ୍ରଭୁ ଜାଣିକି କହିପାରୁଛୁ। କାହିଁକି? ଜାଣିବୁ ଆମେ। ଏଠି ଦେଖନ୍ତୁ, ଏଇ ପଦ ଗୁଡାକ ଶେଷ ପଦ ଫିଲିପିୟ ମଣ୍ଡଳୀ ଶୁଣିବ, ତାପରେ ଆଉ ପାଉଲ ଠାରୁ ଶୁଣିବ ନାହିଁ। ଫିଲିପିୟ ମଣ୍ଡଳୀ ପାଉଲ ଗଠନ କରିଥିଲେ, ଆଉ ସେଠି ସେ କହୁଛନ୍ତି ଯେ ମୁଁ ଏବେ କାଇସରଙ୍କ ପ୍ରାସାଦରେ ଅଛି, ଆଉ ସେଇଠି ସାଧୁ ମାନେ ଅଛନ୍ତି। ବହୁତ ଭଲ ଲାଗେ।
ଗୋଟେ ଏମିତି ଜାଗା ଯୋଉଠିକି ଖ୍ରୀଷ୍ଟିଆନ ନିନ୍ଦା ତାଡ଼ନା କରାଯାଏ, ସେଇ ଜାଗାରେ ଏବେ ସୁସମାଚାର ପହଞ୍ଚିଛି। ଆଉ ସେମାନେ ଏବେ କଣ କରୁଛନ୍ତି? ନମସ୍କାର ଜଣାଉଛନ୍ତି। ଏଠି ଭଲ ଲାଗେ ଦେଖନ୍ତୁ, ସାଧୁ ସାଧୁକୁ ନମସ୍କାର କରେ। ଏଇ ଯୋଉ 22 ଲେଖାଏ ସାଧୁ ମାନେ ସାଧୁମାନଙ୍କୁ ନମସ୍କାର କରନ୍ତି। ତ ସେଇ ନମସ୍କାର ମୂଲ୍ୟ ଅଛି, ତାତ୍ପର୍ଯ୍ୟ ଅଛି, ପ୍ରାଧାନ୍ୟତା ଅଛି, ଗୁରୁତ୍ୱ ଅଛି। ପାଉଲ ବହୁତ ଖୁସିରେ କହୁଛନ୍ତି ସେମାନେ ତୁମକୁ ନମସ୍କାର। ଶେଷ ବିଷୟ ଦେଖିବା 23 ପଦ, ସମସ୍ତେ ପଢ 23 ପଦ। ଏଥିଲା ଶେଷ ଫିଲ୍ମ ପରେ ଆଉ ଶୁଣିବାନି। କଣ ଲେଖା ହେଇଛି? ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଆତ୍ମାର ସହବର୍ତ୍ତୀ ହେଉ। କଣ ଚିନ୍ତା କର? ତମର ଆତ୍ମାର ସହବର୍ତ୍ତୀ କିଏ ହେବେ? ପାଉଲ କହୁଛନ୍ତି ମୁଁ ଏବେ ଜେଲ୍ ଅଛି, ମୋର ଅବସ୍ଥା କଣ ମୁଁ ଜାଣି ନାହିଁ, କିନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହ, ଯଦି ପ୍ରଭୁ ଯୀଶୁଙ୍କ ନାମରେ ନମସ୍କାର, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ। ପ୍ରଭୁ ଯୀଶୁ ଆସିବାକୁ ଦୁଇଟା ବିଷୟ ଆସେ, ତିନିଟା ବିଷୟ ଆସେ। ଆମେ ଦେଖିବା ପ୍ରଥମ ବିଷୟ କଣ ଆସିଲା? ସମସ୍ତେ ମୋ ସହିତ କଲ। ଜହନ ତାର ଯେତେବେଳେ ଯୀଶୁଖ୍ରୀଷ୍ଟ ଆସିଲେ, ଯୀଶୁଖ୍ରୀଷ୍ଟଙ୍କ ସହିତ କଣ ଆସିଲେ? ଜହନ 1:17। କାରଣ ବ୍ୟବସ୍ଥା ମୋଶାଙ୍କ ଦ୍ୱାରା ପ୍ରଦତ୍ତ ହେଲା, କିନ୍ତୁ ଅନୁଗ୍ରହ ଓ ସତ୍ୟ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଉପସ୍ଥିତ ହେଲା। ଆସିଲେ ଯୀଶୁଖ୍ରୀଷ୍ଟ ଆସିବା ଦ୍ୱାରା ଅନୁଗ୍ରହ ଆଉ ସତ୍ୟ। ସେମିତି ଗାଲାତ୍ୟ 3:25। କିନ୍ତୁ ଏବେ ସେହି ବିଶ୍ୱାସ ଉପସ୍ଥିତ ହେଲା ପରେ ଆମ୍ଭେମାନେ ଆଉ ସେହି ଶିକ୍ଷକ ଅଧୀନରେ ବିଶ୍ୱାସ ଉପସ୍ଥିତ ହେଲା। ଏଇଟା ମନେ ରଖିଥାନ୍ତୁ। ପ୍ରଭୁ ଯୀଶୁ ଆସିବା ହେତୁ ଅନୁଗ୍ରହ ଆସିଲା, ସତ୍ୟ ଆସିଲା, ବିଶ୍ୱାସ ଆସିଲା। ତେଣୁ ସେଇ ଅନୁଗ୍ରହ ପାଉଲ କହୁଛନ୍ତି ତୁମମାନଙ୍କ ସହବର୍ତ୍ତୀ ହଉ। ମାନେ ଅନୁଗ୍ରହକୁ ବୁଝି ହେବ ନାହିଁ। ମୁଁ ଅନୁଗ୍ରହକୁ ଏତିକି କହିପାରିବି, ମନୁଷ୍ୟକୁ ପରିତ୍ରାଣ ଦେବା ପାଇଁ ପ୍ରଭୁ କେବଳ ଅନୁଗ୍ରହ ହିଁ କଲେ, ଆଉ କିଛି ନାହିଁ। ଆଉ ଯୀଶୁଖ୍ରୀଷ୍ଟ ଯେମିତି ଆମେ ପଢିବୁ 17 ପଦରେ ଅନୁଗ୍ରହ ସତ୍ୟ ଉପସ୍ଥିତ ହେଲା, କିନ୍ତୁ ଯଦି 14 ପଦ ପଢିବେ ଜହନ 1:14 କଣ ଲେଖା ହେଇଛି? ଅନୁଗ୍ରହ ସତ୍ୟରେ ପରିପୂର୍ଣ୍ଣ ହେଲେ ସେ। ଅନୁଗ୍ରହ ସତ୍ୟରେ ପରିପୂର୍ଣ୍ଣ ହେଲେ 14 ପଦ ଲେଖା ହେଲା, 17 ଲେଖାରେ ଅନୁଗ୍ରହ ସତ୍ୟ ଆମେ ଦେଖୁ ସେଠି ଭଲ ବୁଝନ୍ତି ସେଇଟା। ଯୀଶୁଖ୍ରୀଷ୍ଟଙ୍କର ଆଗମନ ହେତୁ ଲେଖା ହେଲା 14 ପଦରେ ଦେହବନ୍ତ ହେଲେ, ବାକ୍ୟ ଦେହବନ୍ତ ହେବାରୁ ଅନୁଗ୍ରହ ସତ୍ୟରେ ସେ ପରିପୂର୍ଣ୍ଣ ହୋଇ ଆମଙ୍କ ମଧ୍ୟରେ ବାସ କଲେ। ଆଉ 17 ପଦ ଲେଖା ହେଇଛି ଅନୁଗ୍ରହ ସତ୍ୟ ଉପସ୍ଥିତ ହେଲା। ଏଇ ଅନୁଗ୍ରହ ନଥିଲା ଆଗରୁ, କେବଳ ଦଣ୍ଡ ଥିଲା, ଆମ ଉପରେ ମୃତ୍ୟୁର ଦଣ୍ଡ ଥିଲା, ପାପର ବେତନ ଥିଲା, ପାପର ଦେହ ଛୁଟାଇବା ଥିଲା, କିନ୍ତୁ ପ୍ରଭୁ ଅନୁଗ୍ରହ କଲେ। ସେଥିପାଇଁ ପାଉଲ କହୁଛନ୍ତି ମଣ୍ଡଳୀ, ମୁଁ ତୁମକୁ ଧନ ଦଉନାହିଁ, ସମ୍ପତ୍ତି ଦେଉନାହିଁ, କିନ୍ତୁ ଯୋଉଟା ସର୍ବୋତ୍କୃଷ୍ଟ ଅନୁଗ୍ରହ ତୁମ ସହମତି ହେଉ। ଚିଠିଟା ସେଇଠି ଶେଷ ହେଇଯାଉଛି। ଅନୁଗ୍ରହ ଯଦି ନାହିଁ ପଦ ପଢିଦେବା ଶେଷ କରିଦେବା। ରୋମୀୟ 4:4 ଏଇଟା ଭଲ ମନେ ରଖିବେ। ରୋମୀୟ 4:4 ଯିଏ କର୍ମ କରେ ତାହା ପକ୍ଷରେ ତାହାର ବେତନ ଅନୁଗ୍ରହ ରୂପେ ଗଣିତ ହୁଏ ନାହିଁ, ମାତ୍ର ଦେୟ ବୋଲି ଗଣିତ ହୁଏ। ଯିଏ କର୍ମ କରେ ତା ଦେହ
পেমেন্ট করছি সে যে কর্ম করছে মু ধার্মিকতা কর্মে পাইলি অর্জন করিলি ধার্মিকতা পরিত্রাণ মু দেহ মু ଦେଇକି কাম କରିକି ଅର୍ଜନ କରୁଛି ମୁଁ ଯୋଉଟା ଅର୍ଜନ କରାଯାଏ ସେଟା ଅନୁଗ୍ରହ ରହିଛି ଲେଖା ହେଲା 4 ପଦରେ ମୁଁ ପେମେଣ୍ଟ କରି ପାଇଯାଉଛି ଆଜି ସକାଳେ ବାପ୍ତିସ୍ମ ଦ୍ୱାରା ଯଦି ପରିତ୍ରାଣ ପାଇଯାଏ ସବୁଠୁ ଭଲ କୁମ୍ଭ ମେଳା ନା ନାଇଁ କେତେ ଲକ୍ଷ ଲୋକ 10 ଲକ୍ଷ ଲୋକ ଯାଇ ବୁଲି ଯାଉଛନ୍ତି ସମସ୍ତେ ପରିତ୍ରାଣ ପାଇଯିବେ ନା ନାଇଁ বা ମାସକୁ ଥରେ ପ୍ରବୋଧ ହେବା ଦ୍ୱାରା ପରିତ୍ରାଣ ମିଳିଥାନ୍ତା କେତେ ସହଜ ହେଇଥାନ୍ତା ନାହିଁ କେମିତି ମିଳେ ଅନୁଗ୍ରହ ଦ୍ୱାରା ଅବ୍ରାହମ ଅନୁଗ୍ରହରେ ଧାର୍ମିକ ଗଣିତ ହେଇଥିଲେ ନେକ୍ସଟ ପଦ ପଢିବା ରୋମିଓ 9 ଅଧ୍ୟାୟ ତଳ ପଦ अतएव जे इच्छा करे किंवा जे चेष्टा करे ତା ଏହା ହୁଏ ନାହିଁ ମାତ୍ର ଦୟାଳୁ ଈଶ୍ୱରଙ୍କ ହଁ କେତେ ଭାବେ ଈଶ୍ୱର ଦୟାଳୁ ହୁଏ ଇଚ୍ଛା ଦ୍ୱାରା ହୁଏ ନାହିଁ ଚେଷ୍ଟା ଦ୍ୱାରା ହୁଏ ନାହିଁ ଆଉ ଗୋଟେ ପଦ ପଢିବା 11 ଅଧ୍ୟାୟ 6 ପଦ କିନ୍ତୁ ଯଦି ତାହା ଅନୁଗ୍ରହ ହୁଏ ତେବେ ତାହା ଆଉ କ୍ରିୟାକର୍ମ ହେତୁ ହୁଏ ନାହିଁ ନହେଲେ ଅନୁଗ୍ରହ ଆଉ ଅନୁଗ୍ରହ ନୁହେଁ ଅନୁଗ୍ରହ ନୁହେଁ ଗ୍ରେସ୍ ପ୍ଲସ୍ 1 ଗ୍ରେସ୍ ନୁହେଁ ଗ୍ରେସ୍ ଅନୁଗ୍ରହ ଆଉ କର୍ମ ଦୁଇଟା ଏକତ୍ର ଯାଇପାରିବେ ନାହିଁ ଏକ କର୍ମ ନଥିବା ଅନୁଗ୍ରହ ଆମ ଯେତେବେଳେ ବସିଛୁ ଆମେ ଜାଣିବା ହବ ଅନୁଗ୍ରହ ଯଦି ଆମ ସହମତି ନୁହନ୍ତି ବ୍ୟକ୍ତି ଭାବରେ କହୁଛି ତେବେ ଆମମାନେ ଖ୍ରୀଷ୍ଟିଆନ ଜୀବନ କାଟି ପାରିବା ନାହିଁ ପାଉଲ ସୁନ୍ଦର ଭାବରେ ତାଙ୍କ ଜୀବନର ସାକ୍ଷ୍ୟ ଦେଇଛନ୍ତି ଶେଷ ପଦ ପଢି ଶେଷ କରିବା ଶେଷ ପଦ କହିଛନ୍ତି ଶେଷ ପଦ ପ୍ରଥମ କରିନ୍ଥିୟ 15 10 ଆମେ ସମସ୍ତେ ପଢିବେ 10 ଦେଖନ୍ତୁ ପଢୁଛି ମୁଁ କାରଣ ମୁଁ ଯାହା ହୋଇଅଛି ତାହା ଈଶ୍ୱରଙ୍କ ଅନୁଗ୍ରହରେ ହୋଇଅଛି ଆଉ ମୋ ପ୍ରତି ପ୍ରଦତ୍ତ ତାଙ୍କ ସେ ଅନୁଗ୍ରହ ବ୍ୟର୍ଥ ହୋଇ ନାହିଁ ମାତ୍ର ମୁଁ ସେ ସମସ୍ତ ଅପେକ୍ଷା ଅଧିକ ପରିଶ୍ରମ କରିଅଛି ତଥାପି ମୁଁ ନୁହେଁ କିନ୍ତୁ ମୋ ସହିତ ଥିବା ଈଶ୍ୱରଙ୍କ ଅନୁଗ୍ରହ ତାହା କରିଅଛି ପାଉଲ କହୁଛନ୍ତି ଅନୁଗ୍ରହ ହିଁ ମୋ ପାଇଁ ଯଥେଷ୍ଟ ଦ୍ୱିତୀୟ କରନ୍ଥୀୟରେ ଲେଖା ହେଇଛି ମୋ ପାଇଁ ଅନୁଗ୍ରହ ଯଥେଷ୍ଟ ପ୍ରଭୁ ଅନୁଗ୍ରହ ଉପରେ ଅନୁଗ୍ରହ ଦେଲେ ଯେପରି ଆମେ ପାପରୁ ମୁକ୍ତି ପାଇବୁ ମୃତ୍ୟୁଦଣ୍ଡ ରକ୍ଷା ପାଇବୁ କିଛି କ୍ରିୟାକର୍ମ ନୁହେଁ ସେଥିପାଇଁ ପାଉଲ ଶେଷରେ ଲେଖିଲେ ଅନୁଗ୍ରହ ତୁମମାନଙ୍କର ସହବର୍ତ୍ତୀ ସେଥିପାଇଁ ମୁଁ ମଧ୍ୟ କହେ ଦାନ ଭାଇ ଯଦି ପ୍ରାର୍ଥନା କରିବ ଏଠି ପ୍ରାର୍ଥନା କରିବ ଦାନ ଭାଇକୁ ଅନୁଗ୍ରହ କର ଲମ୍ବା ପ୍ରାର୍ଥନା କରିବ ଦାନ ଭାଇକୁ ଅନୁଗ୍ରହ କର ଯଦି ମୋ ପାଇଁ କରୁଛ କେବେ ବି କରୁଛ ମନେ ପଡ଼ିଲେ କରୁଛ ସେଠିକି କର ଦାନ ଭାଇକୁ ଅନୁଗ୍ରହ ତାଠୁ ବେଶୀ ଦରକାର ଆମ ପାଇଁ କିଛି ମାଗିବ ନାହିଁ ଅନୁଗ୍ରହ ଦାନ ଭାଇକୁ ଦିଅ ଆଉ ମୁଁ ଯଦି ପ୍ରାର୍ଥନା କରେ ମୁଁ ସମସ୍ତ ଭାଇ କହିବି ଏମାନଙ୍କୁ ଶାନ୍ତି ଦିଅ ଆନନ୍ଦ ଦିଅ ପଇସା ଦିଅ ତା ଅନୁଗ୍ରହ ପାଇଁ ପ୍ରାର୍ଥନା କଣ ଚାହାନ୍ତି ସମସ୍ତଙ୍କୁ ଫିଲିପିର ପୁସ୍ତକ ଶେଷ କରିବା ପାଇଁ ସାହାଯ୍ୟ କଲେ ବହୁତ ଧୈର୍ଯ୍ୟ ସହିତ ଶୁଣିଛନ୍ତି ଧୈର୍ଯ୍ୟ ସହିତ ଶୁଣିଛନ୍ତି ସବୁ ଭୁଲିଗଲେ ଧନ୍ୟବାଦ ଭୁଲିଗଲେ